প্রিয় দর্শক বন্ধুগণ, আসিଅছি নূতন আপডেট নেই ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ସୁଭଦ୍ରା ଯୋଜନା ବିଷୟ ଏବଂ ପାଗର ପରିବର୍ତ୍ତନ ବିଷୟ। ଦର୍ଶକ ବନ୍ଧୁଗଣ, ଆଜି ସୁଭଦ୍ରା ଟଙ୍କା ମିଳିବାକୁ ଯାଉଅଛି। ଯେଉଁମାନଙ୍କୁ କେତେ ଟଙ୍କା ମିଳିବ ଜାଣି ନିଅନ୍ତୁ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ପୂର୍ବରୁ କହିଲେ ଯେ ଚଳିତ ମାସର ସପ୍ତାହରେ ମିଳିବ, କିନ୍ତୁ ପରେ କହିଲେ 18 ତାରିଖରେ ମିଳିବ। କିନ୍ତୁ କିଛି ଟେକ୍ନିକାଲ ଭୁଲ ଥିବାରୁ ହେଲା ନାହିଁ କି ଟଙ୍କା ମିଳିପାରିଲା ନାହିଁ। ତାପରେ ଘୋଷଣା କଲେ 22 ତାରିଖ ଗୁରୁବାର ଅର୍ଥାତ୍ ଆଜି ମିଳିବ। ତେଣୁ ନୂଆ ପୁରୁଣା ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ ମୋଟ 4,57,681 ଜଣ ଯୋଗ୍ୟ ମହିଳା ହିତାଧିକାରୀ ଜରି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନୂଆ କରି 1,78,398 ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ। ଆଜି ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ 5,000। ପ୍ରଥମ ଏବଂ ଦ୍ୱିତୀୟ କିସ୍ତିକୁ ବାଦ ପଡ଼ିଥିବା ମହିଳା 2,55,265 ଜଣ ମହିଳା ହିତାଧିକାରୀଙ୍କୁ ଏଥର ସୁଭଦ୍ରା ଯୋଜନାର ଟଙ୍କା ମିଳିବାକୁ ଯାଉଅଛି। ଦୁଇଟି କିସ୍ତି 10,000 ଟଙ୍କା ଦିଆଯିବ। ଯେଉଁ ମହିଳାମାନେ ଆଦୌ ଟଙ୍କା ପାଇନାହିଁ, ଆଜି ସେମାନଙ୍କୁ ଏକାଥରକେ 3ଟି କିସ୍ତି ଅର୍ଥାତ୍ 15,000 ଟଙ୍କା ଦିଆଯିବ ବୋଲି ସୂଚନା ମିଳିଅଛି। ଯେଉଁ ମହିଳାମାନେ ବାୟୋମେଟ୍ରିକ୍ ଜରିଆରେ EKYC କରିନାହାନ୍ତି, ବ୍ୟାଙ୍କ ଖାତାରେ DBD ଲିଙ୍କ କରିନାହାନ୍ତି, ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିପାରିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଦର୍ଶକ ବନ୍ଧୁଗଣ, ଦେଖିବା ପର ଖବର। ରାଜ୍ୟରେ ବଢ଼ିବାକୁ ଲାଗିଛି ତାପମାତ୍ରା। ରାଜ୍ୟରୁ ଶୀତ ଗାୟବ ହେବାକୁ ଯାଉଅଛି। ଉପକୂଳ ଠାରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ କମିଲା ଶୀତ। ଉପକୂଳରେ କମିଲା 3 ଡିଗ୍ରୀ ସେଲସିୟସ୍ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବଢ଼ିଲା ତାପମାତ୍ରା 7 ଡିଗ୍ରୀ ସେଲସିୟସ୍। ବୁଧବାର ଦିନରେ ସର୍ବୋଚ୍ଚ ତାପମାତ୍ରା ଥିଲା 32.5 ଡିଗ୍ରୀ ସେଲସିୟସ୍। ଝାରସୁଗୁଡ଼ାଠାରେ ଥିଲା ତାପମାତ୍ରା ଏବଂ ଫୁଲବାଣୀଠାରେ ଥିଲା 9 ଡିଗ୍ରୀ ସେଲସିୟସ୍। ପାହାଡ଼ିଆ ଅଞ୍ଚଳ ଉଦୟଗିରିଠାରେ 5.8 ଡିଗ୍ରୀ ସେଲସିୟସ୍ କୁହୁଡ଼ି ଥିଲା। 500 ମିଟରରୁ 1000 ମିଟର ମଧ୍ୟରେ ଜିଲ୍ଲାଗୁଡ଼ିକ ହେଲା ପାରାଦୀପ ଏବଂ ଭବାନୀପାଟଣା ସହରରେ। 5 ଦିନ ପାଇଁ ଅନୁମାନ କରାଯାଇଛି କେତେକ ସହର ଅଞ୍ଚଳ ସାମାନ୍ୟରୁ ମଧ୍ୟମ କୁହୁଡ଼ି ପାଇ। ପ୍ରଥମ ଦିନ ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, କାଲାହାଣ୍ଡି, କନ୍ଧମାଳ ଏବଂ 23 ତାରିଖରେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ। 23 ତାରିଖରୁ 25 ତାରିଖ ସାମାନ୍ୟ କୁହୁଡ଼ି ପାଇ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ। 25ରୁ 26 ତାରିଖ 5 ଦିନ କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ କୁହୁଡ଼ି ପାଇ ଅନୁମାନ କରାଯାଇଛି। ପ୍ରମୁଖ କେତୋଟି ସହରର ତାପମାତ୍ରା ରେକର୍ଡ ହୋଇଛି, ଯେମିତି ମାଲକାନଗିରିଠାରେ 11.6 ଡିଗ୍ରୀ ସେଲସିୟସ୍, ଶିମିଳିଗୁଡ଼ାଠାରେ 7.6 ଡିଗ୍ରୀ ସେଲସିୟସ୍, କୋରାପୁଟଠାରେ 11.6 ଡିଗ୍ରୀ ସେଲସିୟସ୍, ନବରଙ୍ଗପୁରଠାରେ 10.2 ଡିଗ୍ରୀ ସେଲସିୟସ୍, ଅନୁଗୁଳଠାରେ 6.6 ଡିଗ୍ରୀ ସେଲସିୟସ୍, ଝାରସୁଗୁଡ଼ାଠାରେ 11.6 ଡିଗ୍ରୀ ସେଲସିୟସ୍, ରାଉରକେଲାଠାରେ 11.5 ଡିଗ୍ରୀ ସେଲସିୟସ୍ ଓ ଢେଙ୍କାନାଳଠାରେ 11.9 ଡିଗ୍ରୀ ସେଲସିୟସ୍ ରହିଅଛି ତାପମାତ୍ରା। ପାଗ ଶୁଖିଲା ରହିବ, ବର୍ଷା ହେବାର ନାହିଁ। ପାଣିପାଗ ବିଭାଗରୁ କୌଣସି ୱାର୍ଣ୍ଣିଂ ଦିଆଯାଇନାହିଁ। ଦର୍ଶକ ବନ୍ଧୁଗଣ, ଏହା ଥିଲା ଆଜିର ମୁଖ୍ୟ ଖବର। ଦର୍ଶକ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗେ ଏବଂ ଇନଫର୍ମେସନ୍ଟି ଯଦି ଭଲ ଲାଗୁଛି, ତେବେ ଲାଇକ୍ କରିବେ ଏବଂ ଆପଣଙ୍କ ସାଙ୍ଗମାନଙ୍କୁ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଆପଡେଟ୍ ଜାଣିବା ପାଇଁ
ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍ଟିକୁ ଦବାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଆପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖାହେବ। ନମସ୍କାର, ଜୟ ଜଗନ୍ନାଥ।